देखो शिखरे आपणଙ୍କୁ स्वागत। आज ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ଗୁରୁତ୍ୱପୂର୍ଣ୍ଣ ଖବର। ଆପଣଙ୍କୁ ଅନୁରୋଧ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିବେ। ନମ୍ବର 1 ଭୁବନେଶ୍ୱରରୁ କଳାହାଣ୍ଡିକୁ ଉଡ଼ିଲା ବିମାନ। କାଲି ଭୁବନେଶ୍ୱରରୁ କଳାହାଣ୍ଡିକୁ ବିମାନ ସେବାର ଶୁଭାରମ୍ଭ ହେଲା। କେନ୍ଦ୍ର ସରକାରଙ୍କ ଉଡ଼ାଣ ଯୋଜନାରେ ରାଜଧାନୀ ଭୁବନେଶ୍ୱରରୁ କଳାହାଣ୍ଡି ଜିଲ୍ଲାର ବହୁ ପ୍ରତୀକ୍ଷିତ ଉତ୍କେଲା ଏୟାରପୋର୍ଟକୁ କାଲି ଆରମ୍ଭ ହୋଇଛି ବିମାନ ସେବା। ପୂର୍ବାହ୍ନ 10:05ରେ ପ୍ରଥମ ବିମାନ ଭୁବନେଶ୍ୱରରୁ ଉତ୍କେଲାକୁ ଉଡ଼ାଣ ଆରମ୍ଭ କରିଛି। ସପ୍ତାହରେ 2 ଦିନ ମଙ୍ଗଳବାର ଗୁରୁବାର ଏହି ବିମାନ ସେବା ଉପଲବ୍ଧ ହେବ। ପରବର୍ତ୍ତୀ ସମୟରେ ଏହାକୁ 7 ଦିନ ଚଳାଇବାକୁ ଯୋଜନା କରାଯିବ। ଭୁବନେଶ୍ୱରରୁ ସକାଳ 7:15ରେ ବାହାରି ଏହା 8:25ରେ ଉତ୍କେଲାରେ ପହଞ୍ଚିବ। ଏହାପରେ ସେଠାରୁ 8:50ରେ ବାହାରି ଭୁବନେଶ୍ୱରରେ ଦିନ 10ଟାରେ ପହଞ୍ଚିବ। ଭୁବନେଶ୍ୱର ଉତ୍କେଲା ଉଡ଼ାଣ ପାଇଁ ପ୍ରାରମ୍ଭିକ ଭଡ଼ା ଯାତ୍ରୀଙ୍କ ପାଇଁ 999 ଟଙ୍କା ଧାର୍ଯ୍ୟ କରାଯାଇଛି। ବର୍ତ୍ତମାନ ଭୁବନେଶ୍ୱର ଉତ୍କେଲା ମଧ୍ୟରେ ଏକ 9 ସିଟ୍ ବିଶିଷ୍ଟ ବିମାନ ଚଳାଚଳ କରିବ। ନମ୍ବର 2 21ରେ ବାଚସ୍ପତି ନିର୍ବାଚନ 22ରୁ ବିଧାନସଭା। ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଖାଲି ପଡ଼ିଥିଲା ବାଚସ୍ପତି ପଦ। ଆସନ୍ତା 21 ତାରିଖରେ ବାଚସ୍ପତି ନିର୍ବାଚନ ହେବ ବୋଲି ସୂଚନା ମିଳିଛି। ଏଥିପାଇଁ 18 ତାରିଖରେ ବାଚସ୍ପତି ପାଇଁ ଆଶାୟୀ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ରହିଛି। ସେହିପରି ସେପ୍ଟେମ୍ବର 22 ତାରିଖରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ। 22ରୁ ବିଧାନସଭା ଆରମ୍ଭ ହୋଇ ଅକ୍ଟୋବର 4 ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ ବୋଲି ସୂଚନା ଦିଆଯାଇଛି। ଏହାସହ 3 ତାରିଖରେ ଅତିରିକ୍ତ ବଜେଟ୍ ଆଗତ ହେବା ନେଇ ସୂଚନା ରହିଛି। ନମ୍ବର 3 ସଂସଦର ବିଶେଷ ଅଧିବେଶନ ଡାକିଲେ କେନ୍ଦ୍ର ସରକାର। ସଂସଦର ବିଶେଷ ଅଧିବେଶନ ଡାକିଲେ ମୋଦି ସରକାର। ସେପ୍ଟେମ୍ବର 18ରୁ 22 ଯାଏଁ ହେବ ଏହି ବିଶେଷ ଅଧିବେଶନ। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। କୁହାଯାଉଛି ଏହି ଅଧିବେଶନରେ 5ଟି ବୈଠକ ହେବ। 17ତମ ଲୋକସଭାର ଏହା ତ୍ରୟୋଦଶତମ ଅଧିବେଶନ ଏବଂ ରାଜ୍ୟସଭାର 261ତମ ଅଧିବେଶନ ହେବ। ଏହି ବିଶେଷ ଅଧିବେଶନରେ ସଫଳ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି। ସମ୍ବିଧାନ ଅନୁଚ୍ଛେଦ 85ରେ ସଂସଦର ବିଶେଷ ଅଧିବେଶନ ଡାକିବାର ପ୍ରାବଧାନ ରହିଛି। ଏହି ଧାରା ଅନୁସାରେ ବିଶେଷ ଅଧିବେଶନ ଡାକିବାର ଅଧିକାର କେନ୍ଦ୍ର ସରକାରଙ୍କ ରହିଛି। ସଂସଦୀୟ ବିଭାଗର କ୍ୟାବିନେଟ୍ ସମିତି ଏହି ନିଷ୍ପତ୍ତି ନେଇଥାଏ ଏବଂ ରାଷ୍ଟ୍ରପତି ଏହାକୁ ଔପଚାରିକ ଅନୁମତି ଦେଇଥାନ୍ତି। ଏହାପରେ ବିଶେଷ ଅଧିବେଶନ ଡକାଯାଇଥାଏ। ନମ୍ବର 4 ସେପ୍ଟେମ୍ବର 1ରେ ଲଞ୍ଚ ହେବ ଯୁଦ୍ଧଜାହାଜ ମହେନ୍ଦ୍ରଗିରି। ସେପ୍ଟେମ୍ବର 1ରେ ଲଞ୍ଚ ହେବ ଭାରତୀୟ ନୌସେନାର ସର୍ବଶେଷ ଯୁଦ୍ଧ ଜାହାଜ ମହେନ୍ଦ୍ରଗିରି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ପତ୍ନୀ ସୁଦେଶ ଧନଖଡ଼ ଏହାକୁ ମଜଗାନ ଡକ୍ ସିପ୍ ବିଲ୍ଡର୍ସ ଲିମିଟେଡ୍ରେ ଲଞ୍ଚ କରିବେ। ଏହା ନୌସେନାର ସାମର୍ଥ୍ୟ ବୃଦ୍ଧି କରିବ। ସରକାରୀ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି। ମହେନ୍ଦ୍ରଗିରି ହେଉଛି ପ୍ରୋଜେକ୍ଟ 17Aର ସପ୍ତମ ତଥା ଅନ୍ତିମ ଷ୍ଟେଲ୍ଥ ଫ୍ରିଗେଟ୍। ଏହି ପ୍ରକଳ୍ପ ଅଧୀନରେ ମୁମ୍ବାଇର ମଜଗାନ ଡକ୍ ସିପ୍ ବିଲ୍ଡର୍ସ ଲିମିଟେଡ୍ ଓ କୋଲକାତା ଗାର୍ଡେନ ରିଚ୍ ସିପ୍ ବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟରିଂରେ 4ଟି ଯୁଦ୍ଧଜାହାଜ ନିର୍ମାଣ କରାଯାଉଛି। ଯୁଦ୍ଧଜାହାଜର ଉତ୍କ୍ଷେପଣ ଏହାର ନିର୍ମାଣରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅଟେ ଏବଂ ପ୍ରଥମ ଥର ପାଇଁ ଜଳ ପ୍ରବେଶ କରୁଥିବା ଜାହାଜକୁ ସୂଚିତ କରେ। ପାଣିପାଗ ସୂଚନା 23 ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ ବର୍ଷା ସମ୍ଭାବନା। ସେପ୍ଟେମ୍ବର 4 ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତା'ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବାୟୁ ଚଳନରେ ପରିବର୍ତ୍ତନ ସମ୍ଭାବନା ରହିଛି। ଫଳସ୍ୱରୂପ ଆଗାମୀ 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଜନିତ ଝଡ଼ ବର୍ଷାର ସମ୍ଭାବନା ରହିଥିବା ବେଳେ 3 ତାରିଖଠାରୁ ରାଜ୍ୟରେ ବର୍ଷାର ବିସ୍ତୃତି ବଢ଼ିବ। 1 ସେପ୍ଟେମ୍ବର ଶୁକ୍ରବାର ଅପରାହ୍ନ ସୁଦ୍ଧା ରାଜ୍ୟର 23ଟି ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ ବର୍ଷାର ସମ୍ଭାବନା ରହିଛି। ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ, ଢେଙ୍କାନାଳ, ଅନୁଗୁଳ, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ସମ୍ବଲପୁର, କୋରାପୁଟ ଓ ମାଲକାନଗିରି ପ୍ରଭୃତି 23ଟି ଜିଲ୍ଲାର 1-2ଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି। ନମ୍ବର 6 46 ବର୍ଷ ପରେ ବଲାଣି ଖଣିରୁ ମାଙ୍ଗାନିଜ୍ ଖନନ ଆରମ୍ଭ। ଦୀର୍ଘ 46 ବର୍ଷ ପରେ ବଲାଣି ଖଣିରୁ ମାଙ୍ଗାନିଜ୍ ଖନନ ଆରମ୍ଭ ହୋଇଛି। ରାଉରକେଲା ଇସ୍ପାତ କାରଖାନାର ଓଡ଼ିଶା ଗ୍ରୁପ ଅଫ୍ ମାଇନ୍ସ ଅଧୀନସ୍ଥ ଏହି ଖଣିରୁ ପ୍ରଥମ ପର୍ଯ୍ୟାୟରେ 12,000 ଟନ୍ ମାଙ୍ଗାନିଜ୍ ପଠାଯାଇଥିଲା। ଆର୍ଏସ୍ପି ଖଣି ବିଭାଗର ଇଡି ଆଲୋକ ବର୍ମା, ସିଜିଏମ୍ ଜୟଦେବ ଚଟ୍ଟୋପାଧ୍ୟାୟ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ସରକାର ଓ ଭାରତ ସରକାରଙ୍କ ନୀତିରେ ପରିବର୍ତ୍ତନ ତଥା ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ସମେତ ବିଭିନ୍ନ କାରଣରୁ 1977 ମସିହାରୁ ଏହି ଖଣି ବନ୍ଦ ରହିଥିଲା। ଏଠାରେ ମାଙ୍ଗାନିଜ୍ ଧାତବ ଖନନ ଉପରେ ଅଙ୍କୁଶ ଲଗାଯାଇଥିଲା। ତେବେ ସମସ୍ତ ଆବଶ୍ୟକୀୟ ନିୟମ ପୂରଣ କରିବା ପରେ ପୁନର୍ବାର ଖନନ ପ୍ରକ୍ରିୟା ଆରମ୍ଭ ହୋଇଛି। ନମ୍ବର 7 ଆଡମିସନ୍ ସରିଲା, ଖାଲି ପଡ଼ିଛି 1,11,000 ସିଟ୍। ଆଡମିସନ୍ ସରିଲା କିନ୍ତୁ ଖାଲି ପଡ଼ୁଛି କ୍ଲାସ୍। ଡିଗ୍ରୀ କଲେଜଗୁଡ଼ିକରେ ଏବେ ଏଭଳି ହାଲ। ଜେନେରାଲ ଷ୍ଟ୍ରିମ୍ରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ। ପ୍ରଥମ ପର୍ଯ୍ୟାୟ ଆଡମିସନ୍ ପରେ ମଧ୍ୟ ଯୁକ୍ତ 3ରେ ଖାଲି ପଡ଼ିଛି ଲକ୍ଷ ଲକ୍ଷ ସିଟ୍। ଚଳିତ ବର୍ଷ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ 4ଟି ରାଉଣ୍ଡରେ ଆଡମିସନ୍ ଶେଷ ହୋଇଥିବା ସତ୍ତ୍ୱେ 1,11,000 ସିଟ୍ ଫାଙ୍କା ପଡ଼ିଛି, ଯାହାକୁ ନେଇ ଉଚ୍ଚଶିକ୍ଷା ବିଭାଗର ଚିନ୍ତାରେ ପଡ଼ିଯାଇଛି। ସେପଟେ ଯୁକ୍ତ 2ରେ ସମାନ ସ୍ଥିତି। ହଜାର ହଜାର ସିଟ୍ ଖାଲି ପଡ଼ିବା ପରେ ଯୁକ୍ତ 2ରେ ଦ୍ୱିତୀୟ ପର୍ଯ୍ୟାୟ ଆଡମିସନ୍ କରାଯାଇଛି। ଆର୍ଥିକ ଅନଗ୍ରସର ଓ ମଧ୍ୟବିତ୍ତ ଶ୍ରେଣୀର ଛାତ୍ରଛାତ୍ରୀ ବୈଷୟିକ ଶିକ୍ଷା ପ୍ରତି ଅଧିକ ଆକର୍ଷିତ
ହେଉଛନ୍ତି। ପିଲାଙ୍କ ଯୁକ୍ତି, ବୈଷୟିକ ଶିକ୍ଷାରେ ଆତ୍ମନିର୍ଭର ଓ ନିଯୁକ୍ତି ପାଇଁ ପର୍ଯ୍ୟାପ୍ତ ସୁଯୋଗ ଥିବାରୁ ଏହା ପ୍ରଥମ ପସନ୍ଦ ପାଲଟୁଛି। ନମ୍ବର 8 ଆରମ୍ଭ ହେଲା ଇଣ୍ଡିଆ ମେଣ୍ଟର ବୈଠକ, ଯୋଗ ଦେଇଛନ୍ତି 28ଟି ଦଳ। ମୁମ୍ବାଇରେ ଆରମ୍ଭ ହୋଇଛି ବିପକ୍ଷ ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକ। ବୈଠକରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ଼ଗେ, ଅରବିନ୍ଦ କେଜରିୱାଲ, ମମତା ବାନାର୍ଜୀ, ଶରଦ ପାୱାର, ଉଦ୍ଧବ ଠାକରେ, ଉମର ଅବଦୁଲ୍ଲା, ସୀତାରାମ ୟେଚୁରୀ ପରି ବିରୋଧୀ ଦଳ ନେତାମାନେ ଯୋଗ ଦେଇଛନ୍ତି। ଏହି ବୈଠକରେ ମୋଟ 28ଟି ଦଳ ଯୋଗ ଦେଇଛନ୍ତି। ଗତ ବୈଠକରେ 26ଟି ଦଳ ଯୋଗ ଦେଇଥିବା ବେଳେ ଏଥର ଆଉ 2ଟି ଦଳ ଇଣ୍ଡିଆ ମେଣ୍ଟରେ ଯୋଗ ଦେଇଛନ୍ତି। ବୈଠକ ଅବସରରେ ମେଣ୍ଟ ପକ୍ଷରୁ ଏକ ସାଧାରଣ ଲୋଗୋ, ଏକ ସମନ୍ୱୟ କମିଟି ଗଠନ କରିବାର ସମ୍ଭାବନା ରହିଛି। ଏହା ସହିତ ଆସନ ଭାଗବଣ୍ଟ ଉପରେ ବି ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ନମ୍ବର 9 2000 ଟଙ୍କିଆ ଫେରାଇବାକୁ ଆଉ ମାସେ ସମୟ। 2000 ଟଙ୍କିଆ ନୋଟ୍ ଫେରାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଯେଉଁ ସମୟସୀମା ଦେଇଛି ତାହା ଆଉ ଗୋଟିଏ ମାସ ପରେ ଶେଷ ହେବ। ସେପ୍ଟେମ୍ବର 30 ପର୍ଯ୍ୟନ୍ତ ଲୋକମାନେ 2000 ଟଙ୍କିଆକୁ ବ୍ୟାଙ୍କରେ ଜମା କରିବା କିମ୍ବା ବଦଳ କରିବା ଲାଗି ସମୟ ଦିଆଯାଇଥିଲା। ଲୋକମାନେ ଯେଭଳି ସୁବିଧାରେ ନୋଟ୍ଗୁଡ଼ିକୁ ଫେରାଇ ପାରିବେ ସେଥିପାଇଁ 4 ମାସର ଲମ୍ବ ସମୟ ପ୍ରଦାନ କରାଯାଇଛି। ଯେଉଁମାନେ ସେହି ନୋଟ୍ ଫେରାଇ ନାହାନ୍ତି ସେମାନେ ଚଳିତ ମାସରେ ସେଗୁଡ଼ିକୁ ଫେରାଇ ପାରିବେ। ନମ୍ବର 10 ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ, ଆସନ୍ତା 2ରୁ ଫେରିପାରେ ବର୍ଷା। ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଘୂର୍ଣ୍ଣିବଳୟ ଯୋଗୁଁ ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା ସେପ୍ଟେମ୍ବର 4 ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତା'ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ବାୟୁ ଚଳନରେ ପରିବର୍ତ୍ତନ ସମ୍ଭାବନା ହେତୁ 3 ତାରିଖରୁ ବଢ଼ିବ ବର୍ଷାର ବିସ୍ତୃତି। ସେପ୍ଟେମ୍ବର 2 ଓ 4 ତାରିଖରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଏହି ଦିନରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ବରଗଡ଼, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ କଟକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ନମ୍ବର 11 ଭାରତରେ ଲାପଟପ୍ ତିଆରି ପାଇଁ ଆବେଦନ କଲେ 32 କମ୍ପାନୀ। ଭାରତରେ ଲାପଟପ୍ ଓ ପର୍ସନାଲ କମ୍ପ୍ୟୁଟର ତିଆରି କରିବା ଲାଗି 32ଟି ସଂସ୍ଥା ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରେ HP, ଡେଲ୍, ଲିନୋଭୋ ଓ ଏସର ଭଳି ନାମୀ ଦାମୀ କମ୍ପାନୀର ନାମ ରହିଛି। ହାର୍ଡୱେୟାର ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ସ୍କିମ୍କୁ ଭଲ ସମର୍ଥନ ମିଳିଥିବା IT ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ଯେ ଆବେଦନ କରିଥିବା 32ଟି ସଂସ୍ଥା ସହ ଆମେ କଥାବାର୍ତ୍ତା ହୋଇଛୁ। ଡେଲ୍, ଲେନୋଭୋ, ଥମ୍ପସନ୍, ଏସର ଭଳି କମ୍ପାନୀ ଦେଶରେ ଲାପଟପ୍ ଓ PC ତିଆରି କରିବେ ବୋଲି ସେ କହିଛନ୍ତି। ତେବେ ଆମେରିକାର ଆପଲ୍ ଏହି ସ୍କିମ୍ରେ ଆବେଦନ କରିନାହିଁ। ଏହା ଜରିଆରେ ଦେଶ ଭିତରେ ବିଭିନ୍ନ ସାମଗ୍ରୀର ଉତ୍ପାଦନ ବଢ଼େଇ ମ୍ୟାନୁଫ୍ୟାକ୍ଚରିଂରେ ଭାରତ ଆଗରେ ରହିବାକୁ ଚାହୁଁଛି। ନମ୍ବର 12 ଏକ୍ସରେ ଆସୁଛି ନୂଆ ଫିଚର, କରିହେବ ଅଡିଓ ଭିଡିଓ କଲ୍। ଆଉ ଏକ ଆକର୍ଷଣୀୟ ଫିଚର ନେଇ ଘୋଷଣା କଲେ ଏଲନ୍ ମସ୍କ। ଏଣିକି ଏକ୍ସରେ କରିପାରିବେ ଅଡିଓ ଭିଡିଓ କଲ୍। ବିଶ୍ୱର ସବୁଠୁ ଲୋକପ୍ରିୟ ଏବଂ ମାଇକ୍ରୋ ବ୍ଲଗିଂ ଆପ୍ରେ ବ୍ୟବହାରକାରୀଙ୍କ କଲିଂ ସୁବିଧା ପାଇଁ ଏହି ଫିଚର ଆସୁଛି। ଫୋନ୍ ନମ୍ବର ସେୟାର ନ କରି ବି କଲ୍ କରିପାରିବେ ବୋଲି ପ୍ଲାଟଫର୍ମ ଏକ ବ୍ଲଗ ପୋଷ୍ଟ ଜରିଆରେ କହିଛି। ବ୍ଲଗ ପୋଷ୍ଟରେ କୁହାଯାଇଛି ଯେ ଏକ୍ସକୁ ଆସୁଥିବା ଭିଡିଓ ଓ ଅଡିଓ କଲ୍ ଫିଚର iOS, ଆଣ୍ଡ୍ରଏଡ୍, ମ୍ୟାକ୍ ଏବଂ PCରେ ଉପଲବ୍ଧ ହେବ। ଏଥିପାଇଁ ଫୋନ୍ ନମ୍ବରର କୌଣସି ଆବଶ୍ୟକତା ନାହିଁ। ଏକ୍ସ ବିଶ୍ୱର ଏକ ପ୍ରଭାବଶାଳୀ ଯୋଗାଯୋଗ ମାଧ୍ୟମ। ଏହି କାରଣରୁ ପ୍ଲାଟଫର୍ମରେ ଏପରି ଫିଚର ବେଶ୍ ଗୁରୁତ୍ୱ ବହନ କରିବ। ନମ୍ବର 13 ସଂସଦର ବିଶେଷ ଅଧିବେଶନ, ଆସିପାରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ୍। ସେପ୍ଟେମ୍ବର 18ରୁ 22 ଯାଏଁ ସଂସଦର ବିଶେଷ ଅଧିବେଶନ ବସିବ। କାଲି କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେବା ପରେ ନାନା ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କେହି ଆଗୁଆ ଲୋକସଭା ନିର୍ବାଚନ କଥା କହୁଥିବା ବେଳେ ଆଉ କେହି ଜମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରଦାନ ପାଇଁ ସରକାର ଏପରି ଅଧିବେଶନ ଡାକିଥିବା ରିପୋର୍ଟ ପ୍ରକାଶ କରୁଛନ୍ତି। କିନ୍ତୁ ଏବେ ଆସିଥିବା ତଥ୍ୟ ଅନୁସାରେ କେନ୍ଦ୍ର ସରକାର ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ ସ୍ୱତନ୍ତ୍ର ବିଲ୍ ସଂସଦର ବିଶେଷ ଅଧିବେଶନରେ ଆଣିବେ। ପୂର୍ବରୁ ଅନେକ ଥର ଗୋଟିଏ ଦେଶ ଗୋଟିଏ ନିର୍ବାଚନ କଥା ଦେଶରେ ଉଠିଛି। ଉଭୟ ଲୋକସଭା ଓ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ କରିବାକୁ ମଧ୍ୟ ପ୍ରସ୍ତାବ ମିଳିଥିଲା। ବର୍ତ୍ତମାନ ଲୋକସଭା ଓ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ଧାର୍ଯ୍ୟ କାର୍ଯ୍ୟକାଳ ଶେଷ ହେବା ପରେ ହିଁ ଅନୁଷ୍ଠିତ ହେଉଛି। ପ୍ରତିବର୍ଷ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ହେଉଥିବା ବେଳେ ଲୋକସଭା ପାଇଁ ମଧ୍ୟ ଅନ୍ୟ ସମୟରେ ଲୋକମାନେ ଭୋଟ ଦେଇଛନ୍ତି। ଏହାକୁ ସାଧାରଣ ଭାବେ 2ଟି ପର୍ଯ୍ୟାୟ ନିର୍ବାଚନ ବୋଲି କୁହାଯାଉଛି। କିନ୍ତୁ ଗୋଟିଏ ଥରରେ ଲୋକମାନେ ପୁରା ଦେଶରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଭୋଟ ଦେବା ସପକ୍ଷରେ ସରକାର ରହିଥିବା ଜଣାପଡ଼ିଛି। ନମ୍ବର 14 ଆଦାନୀଙ୍କୁ ନେଇ ନୂଆ ରିପୋର୍ଟ, ତଦନ୍ତ ଦାବି କଲେ ରାହୁଲ ଗାନ୍ଧୀ। ଶିଳ୍ପପତି ଗୌତମ ଅଦାନୀଙ୍କ ଅଡ଼ୁଆ ପୁଣି ବଢ଼ିଛି। ଅର୍ଗାନାଇଜ୍ଡ କ୍ରାଇମ୍ ଆଣ୍ଡ କରପ୍ସନ୍ ରିପୋର୍ଟିଂ ପ୍ରୋଜେକ୍ଟ ଅର୍ଥାତ୍ OCCRP ଆଦାନୀ ଗ୍ରୁପରେ କେମିତି ମରିସସର ଅସ୍ୱଚ୍ଛ ଟଙ୍କା ଲଗାଯାଇଛି ତାର ରିପୋର୍ଟ ପ୍ରକାଶ କରିଛି। ଆଦାନୀ ଗ୍ରୁପର ସେୟାର ମୂଲ୍ୟ ବୃଦ୍ଧି କରିବା ପାଇଁ ଆଦାନୀ ପରିବାର ସହ ଲିଙ୍କ ରଖିଥିବା ଲୋକମାନେ ହିଁ ଏଥିରେ ପୁଞ୍ଜିନିବେଶ କରିଥିଲେ। ଏହାକୁ ଲୁଚେଇ ରଖାଯାଇଛି। ଏଥିସହ ନସିର ଅଲି, ସ୍ତାବନ ଅହଲି ଓ ଚାଇନିଜ ନାଗରିକ ଚାଙ୍ଗ ଚୁଙ୍ଗ ଲିଙ୍ଗ ମଧ୍ୟ କମ୍ପାନୀର ସେୟାର ମୂଲ୍ୟ ବୃଦ୍ଧି ପାଇଁ ନିବେଶ କରିଥିଲେ ବୋଲି ରିପୋର୍ଟରେ କୁହାଯାଇଛି। ଭାରତରୁ ବିଦେଶକୁ ଟଙ୍କା ଯାଇ ବିଭିନ୍ନ ସ୍ଥାନରେ ନିବେଶ କରାଯାଉଥିଲା। ଏହାପରେ ସେହି ଟଙ୍କା ପୁଣି ଭାରତକୁ ଆସୁଥିଲା ବୋଲି ରିପୋର୍ଟରେ ଦାବି କରାଯାଇଛି। ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ
ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ। ଆଦାନୀ ଗ୍ରୁପ ସହ ନିଜର ସମ୍ପର୍କକୁ ମୋଦି ସ୍ପଷ୍ଟ କରନ୍ତୁ ଓ ନୂଆ ରିପୋର୍ଟ ସମ୍ପର୍କରେ ବିସ୍ତୃତ ତଥ୍ୟ ଦିଅନ୍ତୁ ବୋଲି ରାହୁଲ ଦାବି କରିଛନ୍ତି। ଏଥିସହ ସେ ଆଦାନୀ ଗ୍ରୁପ ସହ ଜଡ଼ିତ ଦୁର୍ନୀତିର ତଦନ୍ତ ଯୁଗ୍ମ ସଂସଦୀୟ କମିଟି ଦ୍ୱାରା କରିବାକୁ ପ୍ରସ୍ତାବ ଦେଇଛନ୍ତି। ନମ୍ବର 15 2022-23 ବର୍ଷ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟ ଏନ୍ଏସ୍ଏସ୍ ପୁରସ୍କାର ଘୋଷଣା। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାତୀୟ ସେବା ଯୋଜନା ଏନ୍ଏସ୍ଏସ୍ର ରାଜ୍ୟ ପୁରସ୍କାରଗୁଡ଼ିକ ନିମନ୍ତେ ବିଜେତାମାନଙ୍କ ନାମ ଘୋଷଣା କରାଯାଇଛି। 2022-23 ମସିହା ପାଇଁ ବିଭିନ୍ନ ମହାବିଦ୍ୟାଳୟରେ କାର୍ଯ୍ୟରତ ଜାତୀୟ ସେବା ଯୋଜନାଗୁଡ଼ିକର ପ୍ରୋଗ୍ରାମ ଅଫିସର ଓ ୟୁନିଟ୍ମାନଙ୍କୁ ପୁରସ୍କୃତ କରାଯିବ। ଏହା ବ୍ୟତୀତ ବୃକ୍ଷରୋପଣ ରକ୍ତଦାନରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ୟୁନିଟ୍ଗୁଡ଼ିକୁ ପୁରସ୍କୃତ କରାଯିବ। ଅନୁରୂପ ଭାବରେ ଶ୍ରେଷ୍ଠ ସ୍ୱେଚ୍ଛାସେବୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ। ବିଜେତାମାନଙ୍କୁ ଟ୍ରଫି, ନଗଦ ଅର୍ଥରାଶି, ପଦକ ଓ ପ୍ରମାଣପତ୍ର ପ୍ରଦାନ କରାଯିବ। ବିଭାଗ ପକ୍ଷରୁ ଗଠିତ ବିଶେଷଜ୍ଞ କମିଟି ଦ୍ୱାରା ଚୟନ କରାଯାଇଥିବା ଏହି ବିଜେତାମାନଙ୍କୁ ନିକଟ ଭବିଷ୍ୟତରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କୃତ କରାଯିବ। ନମ୍ବର 16 ସେପ୍ଟେମ୍ବର 5ରେ କଂଗ୍ରେସରେ ମିଶ୍ରଣ ପର୍ବ। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସେପ୍ଟେମ୍ବର 5 ତାରିଖରେ ଏକ ମିଶ୍ରଣ ପର୍ବ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସାମିଲ କରାଯିବାର ଯୋଜନା ରହିଛି, ଯେଉଁଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ ସାଂସଦ ହେମା ଗମାଙ୍ଗ, ଜୟରାମ ପାଙ୍ଗି ଓ ପୂର୍ବତନ ଜାତୀୟ ହକି ଅଧିନାୟକ ପ୍ରବୋଧ ତିର୍କି ସାମିଲ ହେବାର ସୂଚନା ରହିଛି। ଜାତୀୟ ନେତୃତ୍ୱବୃନ୍ଦଙ୍କ ଉପସ୍ଥିତିରେ ଏହି ଯୋଗଦାନ ଉତ୍ସବ ଅନୁଷ୍ଠିତ ହେବ ଏବଂ ଏହି ଅବସରରେ ଏକ ରାଲି ଆୟୋଜନ କରାଯିବାର ଯୋଜନା ରହିଛି ବୋଲି ପିସିସି ସଭାପତି ଶରଦ ପଟ୍ଟନାୟକ ସୂଚନା ଦେଇଛନ୍ତି। ନମ୍ବର 17 30 ଜିଲ୍ଲା ବୁଲା ଶେଷ କଲେ ପାଣ୍ଡିଆନ, ନିଷ୍ପ୍ରଭ ବିରୋଧୀ। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ନିଜର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଶେଷ କରିଛନ୍ତି। ଶେଷ ଜିଲ୍ଲା ଭାବେ ଯାଜପୁରରେ ଗତ 2 ଦିନ ଧରି ଡେରା ପକାଇଥିବା ପାଣ୍ଡିଆନ କାଲି ଧର୍ମଶାଳା ଓ ବଡ଼ଚଣା ବ୍ଲକରେ ନିଜର କାର୍ଯ୍ୟକ୍ରମ କରି ରାଜ୍ୟର ସମସ୍ତ 30ଟି ଜିଲ୍ଲା ଓ 300ରୁ ଅଧିକ ବ୍ଲକରେ ଭବ୍ୟ ସମ୍ବର୍ଦ୍ଧନା ସହ ଜନସଭାରେ ଯୋଗ ଦେଇ ଓଡ଼ିଶା ପ୍ରଶାସନିକ ଓ ରାଜନୈତିକ ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜଣେ ସଚିବ ପାହ୍ୟା ଅଫିସରଙ୍କ ପାଇଁ ଉଦ୍ଦିଷ୍ଟ ପ୍ରୋଟୋକଲକୁ ଖୋଲା ଉଲ୍ଲଂଘନ କରି ବିଭିନ୍ନ ଜିଲ୍ଲା ଓ ବ୍ଲକ ଗସ୍ତ କରି ସାଧାରଣ ଲୋକଙ୍କୁ ସିଧାସଳଖ ଭେଟୁଥିଲେ ମଧ୍ୟ ରାଜ୍ୟର ପ୍ରମୁଖ ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପିର ଉପର ଉଠାଣିଆ ବିରୋଧ ଓ ବୁଦ୍ଧିଜୀବୀଙ୍କ ନୀରବତା ହିଁ ପରୋକ୍ଷରେ ତାଙ୍କର ରାଜ୍ୟ ତମାମ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରେଇଛି। ନମ୍ବର 18 ରେଳବାଇ ବୋର୍ଡକୁ ମିଳିଲେ ପ୍ରଥମ ମହିଳା ସିଇଓ ଅଧ୍ୟକ୍ଷା। କେନ୍ଦ୍ର ସରକାର ଜୟା ବର୍ମା ସିହ୍ନାଙ୍କୁ ରେଳ ବୋର୍ଡର ସିଇଓ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି। ଏଥିସହ ରେଳ ମନ୍ତ୍ରଣାଳୟର 105 ବର୍ଷର ଇତିହାସରେ ପ୍ରଥମ ମହିଳା ଭାବେ ଏହି ପଦରେ ଶ୍ରୀମତୀ ସିହ୍ନା ଅବସ୍ଥାପିତ ହୋଇଛନ୍ତି। ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରୀ ରହିଥିବା ଶ୍ରୀମତୀ ସିହ୍ନା 1988ରେ ଭାରତୀୟ ରେଳ ଟ୍ରାଫିକ୍ ସେବାରେ ଯୋଗ ଦେଇଥିଲେ ଓ 3ଟି ରେଳ ଜୋନ୍ରେ କାର୍ଯ୍ୟ କରିଥିଲେ: ଉତ୍ତର ରେଳବାଇ, ଦକ୍ଷିଣ ପୂର୍ବ ରେଳବାଇ ଏବଂ ପୂର୍ବ ରେଳବାଇ। କ୍ୟାବିନେଟ୍ର ନିଯୁକ୍ତି କମିଟି ରେଳବାଇ ବୋର୍ଡର ସଦସ୍ୟ ଜୟ ବର୍ମା ସିହ୍ନାଙ୍କୁ ରେଳବାଇ ବୋର୍ଡର ଅଧ୍ୟକ୍ଷ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀରେ ନିଯୁକ୍ତ କରିବାକୁ ଅନୁମୋଦନ କରିଛି। ନମ୍ବର 19 ଭାରତରେ ଗୁଗଲ ଲଞ୍ଚ କଲା ଏଆଇ ସର୍ଚ୍ଚ ଟୁଲ୍। ଭାରତୀୟଙ୍କ ପାଇଁ ଏକ ଖୁସି ଖବର, ଗୁଗଲ ଭାରତରେ ଏହାର ଏଆଇ ସର୍ଚ୍ଚ ଟୁଲ୍ ଲଞ୍ଚ କରିଛି। ଗୁଗଲ ଭାରତ ଏବଂ ଜାପାନର ୟୁଜରମାନଙ୍କ ପାଇଁ ସର୍ଚ୍ଚ ଟୁଲ୍ରେ ଜେନେରେଟିଭ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରବର୍ତ୍ତନ କରିଛି, ଯାହା ସାରାଂଶ ସହିତ ପ୍ରମ୍ପ୍ଟରେ ପାଠ୍ୟ କିମ୍ବା ଭିଜୁଆଲ ଫଳାଫଳ ଦେଖାଇବ। ଏହି ଫିଚର ସର୍ଚ୍ଚ ଜେନେରେଟିଭ୍ ଏକ୍ସପେରିଏନ୍ସ ମଧ୍ୟ କୁହାଯାଉଛି। କମ୍ପାନୀ କହିଛି ଯେ କ୍ରୋମ୍ ଡେସ୍କଟପ୍ ଏବଂ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ରେ ଗୁଗଲ ଆପ୍ର ସର୍ବଶେଷ ସଂସ୍କରଣ ମାଧ୍ୟମରେ ଏହି ନୂତନ ଫିଚର ବ୍ୟବହାର କରାଯାଇପାରିବ। ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ବ୍ୟବହାର କରାଯାଇପାରିବ। ଗୁଗଲ ଆପ୍ କିମ୍ବା କ୍ରୋମ୍ ଡେସ୍କଟପ୍ ଉପର ବାମ କୋଣରେ ଥିବା ଲ୍ୟାବ୍ ଆଇକନ୍ ଉପରେ ଯେକୌଣସି ବ୍ୟକ୍ତି ଟ୍ୟାପ୍ କରିପାରିବେ। ଯେଉଁମାନେ ଏହାକୁ ଟ୍ରାଏ କରୁଛନ୍ତି ସେମାନଙ୍କୁ ନୂଆ ଇଣ୍ଟିଗ୍ରେଟେଡ୍ ସର୍ଚ୍ଚ ରେଜଲ୍ଟ ପେଜ୍ ଦେଖାଇବ। ନମ୍ବର 20 ଗୋଟିଏ ଦେଶ ଗୋଟିଏ ନିର୍ବାଚନ, ବିଜେପି ଭୟଭୀତ ବୋଲି କହିଲେ ବିରୋଧୀ। କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଏବେ ଭୟଭୀତ। କେନ୍ଦ୍ର ସରକାର କାହା ସହ ଆଲୋଚନା ନକରି ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ୍ ସଂସଦରେ ଉପସ୍ଥାପନ କରିପାରିବେ ନାହିଁ ବୋଲି ବିରୋଧୀ ଦଳଗୁଡ଼ିକ ପକ୍ଷରୁ କୁହାଯାଇଛି। କାଲି କେନ୍ଦ୍ର ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନ ସେପ୍ଟେମ୍ବର 18ରୁ 22 ଯାଏଁ ଚାଲିବ ବୋଲି କହିଛନ୍ତି। ଏହି ସମୟରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ୍, ସମାନ ନାଗରିକ ସଂହିତା ବିଲ୍ ଓ ମହିଳା ସଂରକ୍ଷଣ ବିଲ୍ ଆସିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ତେବେ ବିରୋଧୀ ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ବିରୋଧ କରିଛନ୍ତି। ନମ୍ବର 21 ଖୁବ୍ ଶୀଘ୍ର ଜମ୍ମୁ କାଶ୍ମୀରରେ ହୋଇପାରେ ନିର୍ବାଚନ, ସୁପ୍ରିମକୋର୍ଟରେ ଜବାବ ରଖିଲା କେନ୍ଦ୍ର। ସୁପ୍ରିମକୋର୍ଟରେ ଧାରା 370 ଉପରେ ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ତରଫରୁ ନିଜ ପକ୍ଷ ରଖାଯାଇଛି। ଜମ୍ମୁ କାଶ୍ମୀରରେ ଖୁବ୍ ଶୀଘ୍ର ନିର୍ବାଚନ ଅନୁଷ୍ଠିତ ହେବା ନେଇ କେନ୍ଦ୍ର କହିଛି। କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ କହିଛି ଯେ ଆମେ ଜମ୍ମୁ କାଶ୍ମୀରରେ ଯେକୌଣସି ସମୟରେ ନିର୍ବାଚନ କରିବାକୁ ପ୍ରସ୍ତୁତ ଅଛୁ। ଜମ୍ମୁ କାଶ୍ମୀରରେ 3ଟି ନିର୍ବାଚନ ବାକି ଅଛି। ପ୍ରଥମ 3 ସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଆରମ୍ଭ ହେବା ମାତ୍ରେ ପଞ୍ଚାୟତ ପାଇଁ ପ୍ରଥମ ନିର୍ବାଚନ ଅନୁଷ୍ଠିତ ହେବ। ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ତରଫରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହତା କହିଛନ୍ତି ଯେ ଲେହରେ ସ୍ଥାନୀୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି, ଯେତେବେଳେ କି କାରଗିଲରେ ନିର୍ବାଚନ ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି। ନମ୍ବର 22 ସମ୍ବିତ ପାତ୍ରଙ୍କ ବିରୋଧରେ ଏଫଆଇଆର୍ ପାଇଁ ନିର୍ଦ୍ଦେଶ।
बीजेपी नेता संबित पात्र विरोध में एतला रुजु करने को दिल्लीर 30,000 कोर्ट निर्देश देइछंती। तेबे पात्र अभियुक्त न करने को कोर्ट दिल्ली पुलिस को निर्देश देइछंती। मुख्यमंत्री अरविंद केजरीवाल कृषि आईन को समर्थन करुवा संपर्कित एक एडिटेड वीडियो पोस्ट करथिबा अभियोग रे पात्र विरोध में एफआईआर रुजु करने को मजिस्ट्रेट दिल्ली पुलिस को 2021 नवेम्बर मासरे निर्देश देइथिले। आप नेता अतिशी मार्लेनांक अभियोग पर कोर्ट यह निर्देश देइथिले। या विरोध में संबित 30,000 कोर्ट रे आवेदन करथिले, किंतु सेशंस कोर्ट यहाकू खारज कर देइछंती। नंबर 23 अक्टोबर रे चीन जिबे पुतिन, तृतीय फोरम रे हेबे सामिल। रूस राष्ट्रपति व्लादिमीर पुतिन आसंता अक्टोबर रे चीन जिबे। यूक्रेन युद्ध परठारु यह पुतिनक प्रथम चीन गस्त हेबो। यूक्रेन रे युद्ध अपराध पई इंटरनेशनल क्रिमिनल कोर्ट पुतिनक विरोध रे गिरफ परवाना जारी करिछि। तेणु विदेश जिबारे पुतिनक गिरफ्तारी आशंका रहिथिबारु से भारत रे हेबाकु थिबा G20 सम्मेलन रे जोग न देबार कारण बोली कुहा जाउछि। पुतिन चीन रो बेल्ट एंड रोड इनिशिएटिव फोरम पक्षरु अक्टोबर रे हेबाकु थिबा तृतीय फोरम रे सामिल हेबे। चीन राष्ट्रपति शी जिनपिंग एथि निमंते पुतिनक निमंत्रण करिथिले। नंबर 24 दक्षिण कोरियार सामरिक सामर्थ्य ध्वंस करने क्षेपणास्त्र परीक्षा कला उत्तर कोरिया। दक्षिण कोरियार मिलिटारी टार्गेट को आणविक अस्त्र द्वारा नष्ट करा जाई परिबा भली सामर्थ्य थिबा दुईटी स्वल्प दूरगामी बालिस्टिक क्षेपणास्त्र परीक्षा करिथिबा कथा दक्षिण कोरिया गणमाध्यम रिपोर्ट करिछि। उक्त रिपोर्ट रे उल्लेख अछि जे राति अधरे क्षेपणास्त्र गुडी को पूर्व तटरु निक्षेप करा जाइथिला। उल्लेखयोग्य उत्तर कोरिया को सबुबेले उत्क्षिप्त करुथबो वाशिंगटन और सियोल रो वार्षिक मिलित समरभ्यास चलिथिबा बेले गत राति रे उत्तर कोरिया यह परीक्षण करिछि। उत्तर कोरिया सेना कहिछि दक्षिण कोरिया रे थिबा प्रमुख कमांड केन्द्र और समर अभियान निमंते उद्दिष्ट विमान बंदर को नष्ट करिदेबा भली सामर्थ्य थिबा आणविक अस्त्रवाही क्षेपणास्त्र गुड़िकर स्कस्ड अर्थ टेस्ट करा जाइछि। नंबर 25 विमान टिकेट बुकिंग रो सठिक समय जणैबो गूगल। सठिक समय रे सुलभ मूल्यर विमान टिकेट बुकिंग करने एक कष्टकर व्यापार हो रही। ए क्षेत्र में लोक मानू साहाय्य करने लगी गूगल एक नुआ सुविधा आरंभ करिछि। गूगल फ्लाइट्स इनसाइट्स लोक मानू सुलभ मूल्य रे टिकेट बुकिंग करिवार सठिक समय विषय जनइबो। एक निर्दिष्ट फ्लाइट रो टिकेट दाम केतेबेले कम रहुछि ता गूगल फ्लाइट्स जनइबो। एथिरे मूल्य ट्रैकिंग सुविधा को सक्रिय कले यह आपे आपे टिकेट मूल्य केतेबेले कम हेउछि ता जनइबो। एक निर्दिष्ट तारीख पई मध्ये लोक माने नोटिफिकेशन धार्य करि परिबे। यार 3 रु 6 मास पर्यंत से अनुसार ईमेल रे नोटिफिकेशन आसीबो। नंबर 26 बीजेपी को झटका, दड़रू इस्तीफा देले कोलारस विधायक। लोकसभा निर्वाचन को मात्र किछि दिन बाकी थिबा बेले मध्यप्रदेश राजनीति सरगरम रही। यारी भितर राज्य बीजेपी को लगी शक्त झटका। बीजेपी उपर असंतुष्ट थिबा कोलारस विधायक वीरेंद्र रघुवंशी शेष में दलर समस्त पदर इस्तीफा देइछंती। इस्तीफा देवा सहित केंद्र मंत्री ज्योतिरादित्य सिंधिया और तांको सहयोगी मंत्री प्रद्युम्न सिंह तोमार एवं महेंद्र सिंह सिसोदिया विरोध में से गुरुतर अभियोग आनिछंती। अन्यपटे वीरेंद्र रघुवंशी केउं दल में जोग देबे से नहीं कौनसी सूचना प्रदान करिनाहांती। भविष्य में से कांग्रेस रे जोग देई शिवपुरी निर्वाचन में प्रतिद्वंदिता करिपारंती बोली कुहाଯାଉଛି। नंबर 27 ओमान को हरैला पाकिस्तान ठू हारिला भारत। पुरुष हॉकी 5S एशिया कप रे बुधवार भारत 2टी मैच खेलिथिबा बेले मिश्रित फल पाइछि। बांग्लादेश को हरई बड़ विजयरू अभियान आरंभ करिथिबा भारत प्रथम मैच रे ओमान को 12-2 गोल रे मात देइथिला। एले चिर प्रतिद्वंदी पाकिस्तान विपक्ष मैच रे दल कड़ा संघर्ष करी 4-5 रे हारि जाइथिला। नंबर 28 एशिया कप बांग्लादेश को 5 विकेट रे हरैला श्रीलंका। श्रीलंकार पालेकेले अंतर्जातीय स्टाडियम ठारे खेला जाइथिबा एशिया कप द्वितीय मैच रे बांग्लादेश को 5 विकेट रे परास्त करिछि श्रीलंका। एही मैच रे श्रीलंका अगरे 165 रन रो विजय लक्ष्य रखिथिला बांग्लादेश। एही लक्ष्य को श्रीलंका 39 ओवर रे 5 विकेट हरई हासिल करि नैथिला। दल पक्षरु चरित असलंका सर्वाधिक 62 रन करिथिबा बेले सदीराज समर विक्रम 54 रन करिथिले। तेबे दलर प्रारंभिक बैटर माने विफल होइथिले। नंबर 29 एणिकी अंबानी को टीवी और डिजिटल प्लेटफॉर्म रे टीम इंडिया रो मैच। शिल्पपति मुकेश अंबानी मालिकाना रे थिबा भायकम 18 बीसीसीआई रो मीडिया अधिकार हासिल करिछि। यार अर्थ आसंता 5 वर्ष पई भारत घरोई माटी रे खेला जिबाकु थिबा समस्त अंतर्जातीय मैच रो प्रसारण अंबानी को टीवी चैनल और डिजिटल प्लेटफॉर्म रे प्रसारण हेबो। डिजिटल प्रसारण रो अधिकार हासिल करिबाकु कंपनी 3100 कोटी टंका देइथिबा बेले टीवी पई 2860 कोटी टंका देइछि। मोट 5960 कोटी टंका देई भायकम 18 बीसीसीआई ठारू प्रसारण दायित्व हासिल करिछि। कंपनी भारतर गोटी मैच पई 67.7 कोटी टंका हिसाब रे प्रसारण अधिकार पाइछि। नंबर 30 एशिया कप क्रिकेट भारत पाक मैच रे 90% वर्षा आशंका। चलित एशिया कप क्रिकेट रे सेप्टेम्बर 2 रे भारत पाकिस्तान हाई वोल्टेज मुकाबला खेला जिबाकु अछि। एही मैच को प्रशंसक माने व्यग्रता सहकारे अपेक्षा करिसंती। तेबे एही मैच रे वर्षा बाधक साजी पारे बोली रिपोर्ट प्रकाश पाइछि, जाकि प्रशंसकों को निराश करि पारे। पाणीपाग सूत्र अनुसार 31 अगस्त रु 6 पर्यंत कैंडी रे प्रबल वर्षा संभावना रहिछि।
ଭାରତ ନେପାଳ ମ୍ୟାଚ୍ରେ ମଧ୍ୟ ବର୍ଷା ହେବ ବୋଲି ଆଶଙ୍କା କରାଯାଉଛି। 31 ଅଗଷ୍ଟରେ ଖେଳାଯିବାକୁ ଥିବା ବାଂଲାଦେଶ ଶ୍ରୀଲଙ୍କା ମ୍ୟାଚ୍ରେ 50% ବର୍ଷା ଆଶଙ୍କା ରହିଛି। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।